औटे प्रदीप मोखिण चरणार तुम्भ वाक्य औटे प्रदीप मोखिण चरणार चला पथे से आलोक चला पथे से आलोक मो सारा जीवन कुंभ वाक्य औटे प्रदीप मोखिण चरणार तुम्भ वाक्य औटे प्रदीप मोखिण चरणार। ଖ୍ରୀଷ୍ଟଙ୍କ ଯୋଗରେ ସ୍ନେହର ଭାଇ ଭଉଣୀ ମାନେ ସମସ୍ତଙ୍କୁ ମୋର ନମସ୍କାର ଏବଂ ଆଜିର ବାକ୍ୟ ପରୀକ୍ଷଣ କେନ୍ଦ୍ରକୁ ସମସ୍ତଙ୍କୁ ସ୍ୱାଗତ। ତେବେ ଆସନ୍ତୁ ଈଶ୍ୱରଙ୍କୁ ଧନ୍ୟବାଦ ଦେବା, କାରଣ ଆଜି ମାସେ ପରେ ପୁଣି ବାକ୍ୟ ଶୁଣିବା, ବାକ୍ୟ କହିବାର ସୁଯୋଗ ଦେଇଛନ୍ତି। ଆଜିର ଆମମାନଙ୍କର ବାକ୍ୟ ପ୍ରସଙ୍ଗ ମୁଖ୍ୟ ପ୍ରସଙ୍ଗ ହେବ ବାକ୍ୟ ହିଁ ଆମ ଜୀବନର କେନ୍ଦ୍ରବିନ୍ଦୁ। ତେବେ ଆସନ୍ତୁ ଏ ବାକ୍ୟ ପରିବେଷଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଧର୍ମଶାସ୍ତ୍ରରୁ ଗୋଟିଏ ବାକ୍ୟ ପାଠ କରିବା, ପଠିତ ବାକ୍ୟ ଉପରେ ପ୍ରାର୍ଥନା କରି ବାକ୍ୟ ପରିବେଷଣ କାର୍ଯ୍ୟ ଆରମ୍ଭ କରିବା। ତେବେ ଆସନ୍ତୁ ଆପଣମାନଙ୍କର ବାଇବେଲ ଖୋଲନ୍ତୁ, ଜନ୍ ସୁସମାଚାର 4:34 ବାକ୍ୟଟି ଏହି ପ୍ରକାର ଲେଖାଯାଇଛି। ଯୀଶୁ ସେମାନଙ୍କୁ କହିଲେ, ଯିଏ ମୋତେ ପ୍ରେରଣ କରିଅଛନ୍ତି ତାହାଙ୍କର ଅଭୀଷ୍ଟ ସାଧନ କରିବା ଓ ତାହାଙ୍କର କାର୍ଯ୍ୟ ସମ୍ପାଦନ କରିବା ହିଁ ମୋର ଖାଦ୍ୟ। ପ୍ରଭୁଙ୍କର ବାକ୍ୟ। ତେବେ ଆସନ୍ତୁ ସୁନ୍ଦର ଭାଇ ଭଉଣୀମାନେ ଏହି ପଠିତ ବାକ୍ୟ ଉପରେ ଅଳ୍ପ ପ୍ରାର୍ଥନା କରିବା। ପ୍ରାର୍ଥନା କରି ପବିତ୍ର ଆତ୍ମାଙ୍କ ଆମେ ଆହ୍ୱାନ କରିବା, ସେହି ପବିତ୍ର ଆତ୍ମା ମୋର ଜୀବ ମୁଖ ଦେଇ କଥା କୁହନ୍ତୁ। ଆସନ୍ତୁ। ସକଳ ଧନ୍ୟବାଦ, ପ୍ରଶଂସା, ମହିମା, ଗୌରବ, ପରାକ୍ରମ ତୁମର ପବିତ୍ର ନାମରେ ହେଉ। ହେ ଦୟାମୟ ପରମେଶ୍ୱର, ତୁମର ଜୀବନ୍ତ ବାକ୍ୟ ଉପରେ ଯେପରି ଆଜି ଆମେ ବାକ୍ୟ ଶୁଣିପାରିବୁ, ବାକ୍ୟ ମନନ କରିପାରିବୁ, ଚିନ୍ତନ କରିପାରିବୁ, ବାକ୍ୟ ଭିତ୍ତିକ ସଂସ୍କାର ଭିତ୍ତିକ ଜୀବନଯାପନ କରି ଅନନ୍ତ ଜୀବନର ଅଧିକାରୀ ହେବୁ, ସେହି ବାକ୍ୟ ଆମମାନେ କହିବା ପାଇଁ ତୋର ଆତ୍ମା ପ୍ରେରଣ କର। କାରଣ ପ୍ରଭୁ ଜନ୍ ସୁସମାଚାର 14:26 ତୁମେ ନିଜେ କହିଲ, ଯେତେବେଳେ ସେ ସାହାଯ୍ୟକାରୀ ପବିତ୍ର ଆତ୍ମା ତୁମ ନିକଟକୁ ଆସିବେ, ସେ ହିଁ ତୁମମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେବେ ଏବଂ ମୁଁ କହିଥିବା କଥା ସମସ୍ତଙ୍କୁ ସ୍ମରଣ କରାଇଦେବେ। ଏହି ଛୋଟ ପ୍ରାର୍ଥନା ଆମେ ପ୍ରଭୁ ଯୀଶୁ ନାମରେ ମାମରିଆଙ୍କୁ ମଧ୍ୟସ୍ଥ ବିକ୍ରିୟା କରୁଅଛୁ। ଆମେନ୍। ତେବେ ଆସନ୍ତୁ ବାକ୍ୟ ପରିବେଷଣ କାର୍ଯ୍ୟ ଆରମ୍ଭ କରିବା। ପ୍ରସଙ୍ଗଟି ହେଲା, ଆପଣଙ୍କୁ କହିଲି ଯାହା, ବାକ୍ୟ ହିଁ ଆମ ଜୀବନର କେନ୍ଦ୍ରବିନ୍ଦୁ। ତେବେ ସ୍ନେହର ଭାଇ ଭଉଣୀମାନେ, ସକଳ ସୃଷ୍ଟିର ସୃଷ୍ଟିକର୍ତ୍ତା ପରମେଶ୍ୱର, ଯେଉଁ ପରମେଶ୍ୱର କି ସ୍ୱର୍ଗ ମର୍ତ୍ତ୍ୟ ସବୁ ସୃଷ୍ଟି କଲେ, ସେ ପରମେଶ୍ୱର ମଣିଷ ରୂପ ଧାରଣ କରି ଏ ପୃଥିବୀକୁ ଆସିବାର ପ୍ରଥମ ଏବଂ ମୁଖ୍ୟ କାମ କ'ଣ ହେଇପାରେ, ପ୍ରଥମ ଏବଂ ମୁଖ୍ୟ ଲକ୍ଷ୍ୟ କ'ଣ ହେଇପାରେ, ସେ ବିଷୟରେ ଆଜି ଆମେ ଧ୍ୟାନ କରିବା। ତେବେ ସ୍ନେହର ଭାଇ ଭଉଣୀମାନେ, ପ୍ରଭୁ ଯୀଶୁ ଏ ପୃଥିବୀକୁ ଏକ ଧର୍ମ ପ୍ରତିଷ୍ଠା କରିବା ପାଇଁ ଆସିନଥିଲେ, କିମ୍ବା ପୂଜା ପାଇବା ପାଇଁ ଆସିନଥିଲେ, କିମ୍ବା ରାଜନୀତି କରି ରାଜା ହେବା ପାଇଁ ଆସିନଥିଲେ, କି କୌଣସି ପାଖକୁ ସେବା ପାଇବା ପାଇଁ ଆସିନଥିଲେ। ପ୍ରଭୁ ଯୀଶୁଙ୍କର ପ୍ରଥମ ଏବଂ ମୁଖ୍ୟ କାମ ଥିଲା ପରମେଶ୍ୱରଙ୍କର ଜୀବନ୍ତ ବାକ୍ୟ ପ୍ରଚାର କରିବା ଏବଂ ଏହି ବାକ୍ୟ ପ୍ରଚାର କରିବା ମାଧ୍ୟମରେ ଦ୍ୱାରା ହିଁ ପରମେଶ୍ୱରଙ୍କର ପରିତ୍ରାଣ ଯୋଜନାକୁ ସଫଳ କରିବା ତାଙ୍କର ପ୍ରଥମ ଲକ୍ଷ୍ୟ ଥିଲା। ତେଣୁ ପରମେଶ୍ୱର ଲୋକ ସୁସମାଚାର 4:17 ଏବଂ 18 ପ୍ରଭୁ ଯୀଶୁଙ୍କୁ ପବିତ୍ର ଆତ୍ମାର ଅଭିଷିକ୍ତ କଲେ ଏବଂ ସେହି ଦିନହୀନମାନଙ୍କ ପାଖରେ ସୁସମାଚାର ପ୍ରଚାର କରିବା ପାଇଁ ତାଙ୍କର ପ୍ରଥମ କାମ ଭାବରେ ଦେଲେ। ତେଣୁ ସ୍ନେହର ଭାଇ ଭଉଣୀମାନେ, କାରଣ ପ୍ରଭୁ ଯୀଶୁ ଜାଣିଥିଲେ ଯେ ଯେଉଁ ବାକ୍ୟ ଦ୍ୱାରା ସୂର୍ଯ୍ୟଚନ୍ଦ୍ର ନିର୍ମାଣ କରାଯାଇଥିଲା, ଯେଉଁ ବାକ୍ୟ ଦ୍ୱାରା ସକଳ ଜୀବଜନ୍ତୁ ସୃଷ୍ଟ କରାସାରିଥିଲା, ସେହି ବାକ୍ୟ ଦ୍ୱାରା ହିଁ ସକଳ ମାନବ ଜାତିର ପରିତ୍ରାଣର କାର୍ଯ୍ୟ ସମ୍ଭବ। କାରଣ ରୋମିଓ 1:16 ଲେଖାଯାଇଛି ଯେ सकल मानव जाति को परित्राण देवा निमंते वाक्य ही परमेश्वर शक्ति। तेणु प्रभु तांको जो अभिषेक देले 3.5 वर्ष काल
ଗାଁ ଗାଁ ବୁଲି ବୁଲି ଘର ଘର ଗାଁ ଗାଁ ବୁଲି ବୁଲି ଦିନ ରାତି କେବଳ ବାକ୍ୟ ପରିବେଶ ପ୍ରଚାର କଲେ ପ୍ରଭୁ ଯୀଶୁ କଲେ। ଏଭଳି ଯେ କାଲବାରୀ କ୍ରୁଶ ଉପରେ ରକ୍ତାକ୍ତ ଉପରେ ଝୁଲୁଥିବା ଅବସ୍ଥାରେ ମଧ୍ୟ ପ୍ରଭୁ ଯୀଶୁ ବାକ୍ୟ ପରିବେଷଣ କଲେ। ଏବଂ ଆପଣଙ୍କର ଯାହା ପ୍ରଥମେ ଆମେ ପଢ଼ିଲୁ ଜନ୍ ସୁସମାଚାର 4:34 ପଦରେ ପ୍ରଭୁ ଯୀଶୁ କହିଲେ, ମୋତେ ଯିଏ ପ୍ରେରଣ କରିଛନ୍ତି ତାଙ୍କର ଇଷ୍ଟ ସାଧନ କରିବା ଏବଂ ତାଙ୍କର କାର୍ଯ୍ୟ ଯେଉଁ ବାକ୍ୟ ପ୍ରଚାର କାର୍ଯ୍ୟ ତାହାକୁ ହିଁ ପୂର୍ଣ୍ଣାଙ୍ଗ ସମାପ୍ତ କରିବାଟା ହିଁ ମୋର ଖାଦ୍ୟ ବୋଲି ସେ କହିଲେ। ତାର ଅର୍ଥ ହେଲା ଖାଇବା ପିଇବାକୁ ମଧ୍ୟ ସେ ଭୁଲିଗଲେ ପ୍ରଭୁ ସ୍ନେହର ଭାଇ ଭଉଣୀମାନେ। କାରଣ ପ୍ରଭୁ ଜାଣିଥିଲେ। ରୋମିଓ 10:17 ପଦରେ ଲେଖାଯାଇଛି ଯେ ବିଶ୍ୱାସ ଶ୍ରବଣରୁ ଜାତ, ଶ୍ରବଣ ବାଇବେଲରୁ ଜାତ ବା ବାକ୍ୟରୁ ଜାତ। ଜନ୍ ସୁସମାଚାର 3:16 ପଦରେ ମଧ୍ୟ ଆଉଥରେ କୁହାଗଲା, ଜଗତକୁ ପରମେଶ୍ୱର ଏତେ ପ୍ରେମ କଲେ ଯେ ତାଙ୍କର ଏକମାତ୍ର ପୁତ୍ର ପ୍ରେରଣ କଲେ, ଯେ କେହି ତାଙ୍କଠାରେ ବିଶ୍ୱାସ କରିବେ ସେ ବିନଷ୍ଟ ଯେ ଅନନ୍ତ ଜୀବନ ଲାଭ କରିବେ। ପ୍ରଥମ ପିତର 1:23 ପଦରେ ବାକ୍ୟ କହେ, ଧର୍ମଶାସ୍ତ୍ର କହେ ବାକ୍ୟ ହିଁ ଅକ୍ଷୟ ବୀଜ ବା ମଞ୍ଜି, এই ମଞ୍ଜିରୁ ଆମେ ପୁନର୍ଜାତ ହେଇଥାଉ। ତେବେ ସ୍ନେହର ଭାଇ ଭଉଣୀମାନେ, ଯଦି ବାକ୍ୟ ପ୍ରଚାର କରା ନ ଯିବ ଲୋକ ଶୁଣିବେ କିପରି? ଯଦି ଲୋକ ନ ଶୁଣିବେ ବିଶ୍ୱାସ କରିବେ କିପରି? ଯଦି ବିଶ୍ୱାସ ଯଦି ନ ପାଇବେ ତାହେଲେ ପରିତ୍ରାଣ ପାଇବେ କିପରି ବା ପରମେଶ୍ୱର ପୁତ୍ର କନ୍ୟା ଅଧିକାର ପାଇବେ କିପରି? ଏବଂ ବାକ୍ୟ ଅକ୍ଷୟ ବୀଜରୁ ଠାରୁ ଯେପରି ସେ କିପରି ସେମାନେ ପୁନର୍ଜାତ ହେବେ? ତେବେ ସ୍ନେହ ଭାଇ, କାରଣ ଜେରେମିୟା 8:9 ପଦରେ ଲେଖାଯାଇଛି, ଜେରେମିୟା 8:9 ପଦରେ ଲେଖାଯାଇଛି ଯେ ସମସ୍ତେ ପରମେଶ୍ୱର ବାକ୍ୟକୁ ପରିତ୍ୟାଗ କଲେ। ଯିଏ ଯାହାର କାମରେ ବ୍ୟସ୍ତ ସ୍ନେହର ଭାଇ ଭଉଣୀମାନେ, ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ। ଆଜି ସମସ୍ତେ ନିଶା, କିଏ ତ ମଦରେ ନିଶା, ତ କିଏ ତ ଗଞ୍ଜେଇରେ ନିଶା, ତ କିଏ ଟଙ୍କାରେ ନିଶାରେ, କିଏ ତ ଖେଳରେ ନିଶା, ତ କିଏ କ୍ରିକେଟର ନିଶାରେ, ତ କିଏ ଭିଡ଼ିଓ ଗେମ୍ରେ ନିଶା, ତ କିଏ ମୋବାଇଲରେ ନିଶା, ତ କିଏ ଟୁକି ପଛରେ ନିଶା, ତ କିଏ ଟୋକା ପାଇଁ ନିଶା, କିଏ ରାଜନେତା ହେବା ପାଇଁ ନିଶା, ତ ବିଭିନ୍ନ ପ୍ରକାର ସମସ୍ତେ ନିଜ ନିଜ ନିଶାରେ ବ୍ୟସ୍ତ ଅଛନ୍ତି। ତେବେ ପରମେଶ୍ୱର ବାକ୍ୟ ପ୍ରଚାର କିଏ କରିବେ? ତେଣୁ ପ୍ରଭୁ ଯୀଶୁ ସ୍ୱର୍ଗରୁ ତାଙ୍କର ଅବତାର ନେଇ ଆସିଲେ, ପୃଥିବୀକୁ ଆସିଲେ କେବଳ ବାକ୍ୟ ପ୍ରଚାର କରିବା ପାଇଁ। ଜାଣିଥିଲେ ପ୍ରଭୁ ଯୀଶୁ, କାରଣ ଏ ବାକ୍ୟ ପ୍ରଚାର କରିବା ଦ୍ୱାରା ବାକ୍ୟ ଦ୍ୱାରା ସକଳ ମାନବ ଜାତିର ପରିତ୍ରାଣ କାର୍ଯ୍ୟ ସମ୍ଭବ। ତେବେ ସ୍ନେହର ଭାଇ ଭଉଣୀ, ଏବଂ ପ୍ରଭୁ ଯୀଶୁ ମଧ୍ୟ ଆଉଥରେ କହନ୍ତି ଯେ ଆପଣଙ୍କର ମାର୍କୋସ ସୁସମାଚାର 5:19 ଲେଖାଯାଇଛି, ଯେଉଁମାନେ ବାକ୍ୟ ଶୁଣନ୍ତି ଏବଂ ବାକ୍ୟ ପ୍ରଚାର କରନ୍ତି ସେମାନେ ହିଁ ସ୍ୱର୍ଗ ରାଜ୍ୟରେ ମହାନ ଭାବରେ ପରିଗଣିତ ହେବେ ପ୍ରଭୁ କହିଲେ। ଏବଂ ଦ୍ୱିତୀୟ ରାଜାବଳୀ 4:29 ପଦରେ ଧର୍ମଶାସ୍ତ୍ର ଏହି ପ୍ରକାର କହେ, ଯେଉଁମାନେ ପ୍ରଭୁଙ୍କର ପରମେଶ୍ୱର କାର୍ଯ୍ୟ କରିବା ପାଇଁ ଯାଉଛନ୍ତି ଯିବା ବାଟରେ କାହାକୁ ଅଭିନନ୍ଦନ କର ନାହିଁ କିମ୍ବା କାହାର ଅଭିନନ୍ଦନ ଗ୍ରହଣ କର ନାହିଁ। ପ୍ରଭୁଙ୍କର କାମ ପ୍ରଭୁଙ୍କର ବାକ୍ୟ ପ୍ରଚାର କାର୍ଯ୍ୟ, ତାଙ୍କର ସେବା କାର୍ଯ୍ୟ ଏତେ ମହାନ ଯେ ଅନ୍ୟ କାହାକୁ ଆମେ ଅଭିନନ୍ଦନ କରିବା ପାଇଁ ବା ଅଭିନନ୍ଦନକାର ଗ୍ରହଣ କରିବା ପାଇଁ ମଧ୍ୟ ପ୍ରଭୁ ମାନେ କରନ୍ତି। ଏବଂ ତାଙ୍କର ଶିଷ୍ୟମାନଙ୍କୁ ମଧ୍ୟ ପ୍ରଭୁ ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ଚୟନ କଲେ। ମାର୍କୋସ ସୁସମାଚାର 10:7 ଶିଷ୍ୟମାନଙ୍କୁ ଆଦେଶ ଦେଇ କହିଲେ, ଯାଅ ଇସ୍ରାଏଲର ଖଜାମେଶ ନିକଟକୁ ଯାଇ ବାକ୍ୟ ସୁସମାଚାର ପ୍ରଚାର କର। ଖାଲି ସେତିକି ନୁହଁ, ପ୍ରଭୁ ଯୀଶୁ କ୍ରୁଶିତ ହେଲେ, ମୃତ୍ୟୁବରଣ କଲେ, ସମାଧି ହେଲେ, ପୁନଃସ୍ଥିତ ହୋଇ ଏ ପୃଥିବୀ ଛାଡ଼ି ସ୍ୱର୍ଗାରୋହଣ କରିବା ପୂର୍ବରୁ ତାଙ୍କର ଶେଷ ବାକ୍ୟ ମାର୍କ ସୁସମାଚାର 16:15 ପରମେଶ୍ୱର ଯୀଶୁ କହିଲେ, ସମଗ୍ର ଜଗତକୁ ଯାଇ ସୁସମାଚାର ଘୋଷଣା କର, ପ୍ରଚାର କର। କାରଣ ସେ ବାକ୍ୟ ପ୍ରଚାର ଉପରେ କେତେ ପ୍ରାଧାନ୍ୟ ଦିଅନ୍ତି ସ୍ନେହର ଭାଇ ଭଉଣୀମାନେ। ତେବେ ପ୍ରଭୁ ଯୀଶୁ ଏ ବାକ୍ୟ ପ୍ରଚାର କାର୍ଯ୍ୟ ପାଇଁ ଏତେ ପ୍ରାଧାନ୍ୟ ଦେବାର କାରଣ କ'ଣ ହେଇପାରେ? କାରଣ ପ୍ରଭୁ ଯୀଶୁର କାରଣ ଏହା ଯେ ପ୍ରଭୁ ଯୀଶୁ ଜାଣିଥିଲେ ଦୃଶ୍ୟ ବସ୍ତୁ ଠାରୁ ଅଦୃଶ୍ୟ ବସ୍ତୁ ବହୁତ ଅଧିକ ଶକ୍ତିଶାଳୀ ଏବଂ ଚିରସ୍ଥାୟୀ ଏବଂ ଅମର। କାରଣ ଲେଖାଯାଇଛି, କାରଣ ବାକ୍ୟ ହିଁ ଆଦି, ବାକ୍ୟ ହିଁ ଅନ୍ତ, ବାକ୍ୟ ହିଁ ଆରମ୍ଭ, ବାକ୍ୟ ହିଁ ଶେଷ, ବାକ୍ୟ ହିଁ ଆଲଫା, ବାକ୍ୟ ହିଁ ଓମେଗା, ବାକ୍ୟ ହିଁ ଶକ୍ତି, ବାକ୍ୟ ହିଁ ଅମର। ତେବେ ସ୍ନେହର ଭାଇ ଭଉଣୀମାନେ, ବାକ୍ୟ କି ପ୍ରକାର ଆଦି ହେଲେ? ଜନ୍ ସୁସମାଚାର 1:1 ଲେଖାଯାଇଛି, ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ହିଁ ପରମେଶ୍ୱର, ସେଇ ବାକ୍ୟ ହିଁ ପରମେଶ୍ୱର ଥିଲେ। ଏବଂ ବାକ୍ୟ ଅନ୍ତ କି ପ୍ରକାର ହେଲେ? ଆପଣଙ୍କର ପ୍ରକାଶିତ ବାକ୍ୟ 19:13 ଲେଖାଯାଇଛି, ଅନ୍ତିମ ଦିନର ଜଗତର ଶେଷ ସମୟରେ ଯିଏ ବିଚାର କରିବା ପାଇଁ ଆସିବେ ତାଙ୍କର ନାମ ମଧ୍ୟ ବାକ୍ୟ। ତେବେ ସ୍ନେହର ଭାଇ ଭଉଣୀ, ବାକ୍ୟ ଅମର କି ପ୍ରକାର ହେଲା? ମାର୍କୋସ ସୁସମାଚାର 24:35 ଲେଖାଯାଇଛି, ଏ ସ୍ୱର୍ଗ ଏବଂ ମର୍ତ୍ତ୍ୟ ସବୁ ଲୋପ ପାଏ କିନ୍ତୁ ମୋର ବାକ୍ୟ କୌଣସି ମୋତେ ଲୋପ ପାଇପାରିବନି। ତେବେ ଭାଇମାନେ, ବାକ୍ୟ ଶକ୍ତି କି ପ୍ରକାର ହେଲା? ବାକ୍ୟ କି ପ୍ରକାର ଶକ୍ତି ହେଲା? କାରଣ ରୋମିଓ 1:16 ଲେଖାଯାଇଛି, ସକଳ ମାନବ ଜାତିକୁ ପରିତ୍ରାଣ ଦେବା ପାଇଁ ବାକ୍ୟ ହିଁ ପରମେଶ୍ୱର ଶକ୍ତି ଭାବେ ଲେଖାଯାଇଛି। ତେବେ ସ୍ନେହର ଭାଇ ଭଉଣୀମାନେ,
ये वाक्य को प्राधान्य आम केते न देवा स्नेहर भाई भाई मैंने तेबे आम जीवन पाइबा वाक्य ठारू आम आलोक पाइबा वाक्य ठारू आम आत्मिक क्षीर पाइबा वाक्य ठारू आम आत्मिक खाद्य पाइबा वाक्य ठारू आम शक्ति पाइबा वाक्य ठारू आम सुस्थ पाइबा वाक्य ठारू आम आत्मा पाइबा वाक्य ठारू प्रभु जीशु पाइबा वाक्य ठारू सुरक्षा पाइबा वाक्य ठारू एवं विश्वास पाइबा वाक्य ठारू सांत्वना पाइबा वाक्य ठारू शांति पाइबा वाक्य ठारू अनंत जीवन मध्य पाइबा वाक्य ठारू आनंद पाइबा वाक्य ठारू एवं फल पाइबा वाक्य दो अतएव वाक्य ही आम जीवन केन्द्र बिंदु स्नेहर भाई भाई मैंने ये वाक्य आम जीवन केते प्राधान्य कारण साम संगीत 1 अध्याय 3 पद 2 एवं 3 पद लिखा जाइछि जे जो माने वाक्य को दिन राति मनन करते चिंतन करते ध्यान करते से माने जलस्रोतर तटरे रोपित फल वृक्ष सहित क्षीर हरित वृक्ष सहित से पत्र केवे मलिन हो अर्थात जीवन में केवे दुख कष्ट मलिन पड़े भांगी पड़े ना एवं प्रति ऋतु अनुसार फल देवे यदि आम वाक्य मनन करवा चिंतन करवा तो समस्त आम रक्षा पाइब स्नेहर भाई भाई मैंने साम संगीत 119 अध्याय 11 पदे मध्य दाऊद राजा कहती हे प्रभु मु तुम वाक्य को मोर हृदय में संची रखी जेपरी मु तुम वाक्य तुम विरुद्ध मुझे पाप करी ना तो स्नेहर भाई भाई मैंने आम देखा बाकी आम जीवन में केते कार्यकारी करे आपणकर साम संगीत 119 अध्याय 105 पद लिखाई तुम वाक्य मो चरणर प्रदीप चलापथर आलोक जदि से वाक्य जब आम हृदय आपण मान मुख गच्छित हो रही ना आमर चलापथर निश्चय आम बारंबार झुंटिवाटा झुंटिवा ही झुंटिवा तेज स्नेहर भाई भाई मैंने प्रभु परमेश्वर कहले लेव्य पुस्तक 11 अध्याय 45 पदरे कहले जे परमेश्वर आम्भे जेपरी पवित्र तुम्हें मैंने से परी पवित्र हो जेसुआ पुस्तक 3 अध्याय 5 पदरे परमेश्वर कहले तुम्हें जेपरी निज निज पवित्रकृत हो आसंता काली मु तुम जीवन मध्य आश्चर्य कर्म साधन करेंगे तेरे आम पवित्र किपरि हेबा कारण आम जन सुसमाचार 17 अध्याय 17 पदरे कहे तुम सत्य द्वारा तुम्हें आम को शुद्ध पोता पवित्र कर एवं तुम वाक्य ही पवित्र एवं जन सुसमाचार 15 अध्याय 3 पद लिखा जाइए तुम्हें जो वाक्य आम को कहीच से वाक्य द्वारा आम परिष्कृत हो सारीचु तेज स्नेहर भाई भाई मैंने से वाक्य ही सत्य से वाक्य ही पवित्र से वाक्य द्वारा आम शुद्ध पोत हो सारीचु तो से वाक्य ही आम जीवन में केते आवश्यकता है आम केन्द्र बिंदु एवं आपणकर प्रथम भीतर 2 अध्याय 2 पदर लिखा जाइए जे वाक्य ही आमर आत्मिक वाक्य ही आमर आत्मिक दुग्ध बा पानीय दुग्ध पानीय दुग्ध तेणु स्नेहर भाई भाई मैंने ये खाद्य वाक्य ही ए दुग्ध द्वारा आम आत्मिक शिशु अवस्था से दुग्ध द्वारा आम वृद्धि हेबा एवं माछ सुसमाचार 4 पद लिखा जाइए वाक्य ही आमर आत्मार अमृत रोटी तेज स्नेहर भाई भाई मैंने एवं से वाक्य जदि आम पवित्र करने आलोक देवाई आम प्रभु ग्रहण करती एफिसियो 6 अध्याय 17 पदर लिखा जाइए वाक्य आमर आत्मार सुरक्षा तेज स्नेहर भाई भाई मैंने से जदि आत्मार सुरक्षार अस्त्र जदि आम जीवन में नाही ताहेले जो परीक्षा प्रलोभन कर शैतान आसवे आम जब से वाक्य रूप अस्त्र जब आम हृदय छपी ही रही ना ताहेले शैतान दल आमको अवश्य माड़ी बसवे उदाहरण स्वरूप जो आम देखु माथ्यू सुसमाचार 4 अध्याय 1 ରୁ 4 पद आम देखा पाचु शैतान प्रभु जीशु को मरुप्रांत 40 दिन 40 रात उपवास कलापर शैतान जा नथिला उपवास 40 दिन करने सत्वे 40 दिन प्रार्थना करने सत्वे शैतान जीशु ठार जा ना परीक्षा कला तुम्हें जब मनुष्यर पुत्र होते पथर मान को रोटी कर तेणु प्रभु जीशु कहवा तात्पर्य यह जे केवल उपवास द्वारा केवल प्रार्थना द्वारा शैतान आम ठार दूर हम ना किंतु आम से आत्मिक अस्त्र बाहर कर से वाक्य बाहर करवा एवं से जीशु मध्य अस्त्र बाहर कर कहले रे शैतान लिखाही 2 बरुणी 8:3 पदरे जे मनीष केवल रोटी रे बंचे ना मनीष परमेश्वर मुख निश्चित वाक्य बंचे बाहर कर वाक्य यूज कले व्यवहार कले इस्तेमाल कले तापर शैतान ता पाक गला एवं जो कहगला मंदिर शिखक नहीं तल को डिह एवं दूत मैंने तुम पाद धरवे
ଯେଭଳି ତୁମକୁ ଆଘାତ ନ ଲାଗିବ କହ। କିନ୍ତୁ ଯୀଶୁ ସାଙ୍ଗେ ସାଙ୍ଗେ ଆଉ ଗୋଟେ ଅସ୍ତ୍ର ବାହାର କରି କହିଲେ, ରେ ଶୈତାନ, ଦ୍ୱିତୀୟ ବରଣୀ 6:16 ଲେଖାଯାଇଛି ଯେ ଆପଣ ପରମେଶ୍ୱରଙ୍କୁ ପରୀକ୍ଷା କରିବନି। ବାକ୍ୟ ଆପ୍ରୋପ୍ରିଏଟ୍ ବାକ୍ୟ ଯେତେବେଳେ ଆପ୍ରୋପ୍ରିଏଟ୍ ବାକ୍ୟ ବାହାର ବ୍ୟବହାର କରିବା ଦ୍ୱାରା ଶୈତାନ ଚାଲିଗଲା ଏବଂ ଶେଷ ତାପରେ ଆଉ ଥରେ ପାହାଡ଼ ଉପରକୁ ଶୈତାନ ଯୀଶୁକୁ ନେଲେ, ସାରା ପୃଥିବୀର ପ୍ରାଚ୍ୟ ସାମ୍ରାଜ୍ୟ ଦେଖେଇଲେ, କହିଲେ ତୁ ଯଦି ମୋତେ ପ୍ରଣାମ କରି ମୁଣ୍ଡିଆ ମାରି ପ୍ରାର୍ଥନା କରିବୁ, ଉପାସନା କରିବୁ, ତାହେଲେ ଏ ଜଗତର ସମସ୍ତ ଅଧିକାର ତୁମକୁ ଦେବି। ତାପରେ ପ୍ରଭୁ ଯୀଶୁ ଆଉ ଥରେ ସେ ଦ୍ୱିତୀୟ ବରଣୀ 6:13 ଏବଂ 10:20 ଲେଖା ପ୍ରକାର କହିଲା, ପରମେଶ୍ୱର ଶୈତାନକୁ, ରେ ଶୈତାନ, ଲେଖାଯାଇଛି ଧର୍ମଶାସ୍ତ୍ର ମୋତେ କହେ ଯେ ତୁମ୍ଭେ ଆପଣା ଈଶ୍ୱର ଆପଣ ପରମେଶ୍ୱରଙ୍କୁ ଆରାଧନା କରିବ। ଏହି ପ୍ରକାର ଭାବରେ ଅସ୍ତ୍ର ବ୍ୟବହାର କଲା ପରେ ଯାଇକି ଶୈତାନ ଯୀଶୁଙ୍କଠାରୁ ଛାଡ଼ି ଚାଲିଗଲା। ଏବଂ ସ୍ନେହର ଭାଇ ଭଉଣୀ, ଠିକ୍ ସେହିଭଳି ଯଦି ଆମେ ପ୍ରଭୁଙ୍କର ବାକ୍ୟ ଯଦି ଆମ ହୃଦୟରେ ସଞ୍ଚି ନ ରଖିଥିବା, ଆମର ପରୀକ୍ଷା ପ୍ରଲୋଭନ ଯେତେବେଳେ ଆସିବ, ଶୈତାନ ମାଡ଼ି ବସି ଆସିବ, ବିଭିନ୍ନ ପରୀକ୍ଷା ପ୍ରଲୋଭନ କରିବ, ସେହି ସମୟରେ ଠିକ୍ ସ୍ଥାନରେ ଠିକ୍ ବାକ୍ୟ ଯଦି ଆମେ ବାହାର କରି ଶୈତାନ ସେ ବାକ୍ୟ ବ୍ୟବହାର କରି ଯଦି ଆମେ ମୁଖସ୍ଥ କରିବା, ଘୋଷଣା କରିବା, ଆମର ମୁଖରେ ଉଚ୍ଚାରଣ କରିବା, ତାହେଲେ ଶୈତାନ ନିଶ୍ଚିତ ଭାବେ ଚାଲିଯିବ। ତେଣୁ ସ୍ନେହର ଭାଇ ଭଉଣୀମାନେ, ଏ ବାକ୍ୟ ହେଉଛି ଆମମାନଙ୍କର ଆତ୍ମାର ଅସ୍ତ୍ର। ତେବେ ସ୍ନେହର ଭାଇ ଭଉଣୀମାନେ, ଏବଂ ଆମମାନଙ୍କର ତିତସ୍ 2:5 ଏବଂ 7 ଲେଖାଯାଇଛି ଯେ ବାକ୍ୟ ହେଉଛି ଆମର ଆଚରଣର ମାନଦଣ୍ଡ। ଆମର ଯୁବପିଢ଼ିମାନେ ବା ଆପଣମାନଙ୍କ ଘରଣୀ ମା'ମାନେ ଏବଂ ଘରର ମାଲିକମାନେ କି ପ୍ରକାର ଆଚାର ବ୍ୟବହାର କରିବା କଥା ବି ପିଲାମାନଙ୍କ ପାଖରେ, ସେ ସବୁ ଆମର ପବିତ୍ର ବାଇବେଲ ଲେଖାଯାଇଛି। ସେ ବାଇବେଲର ଆମର ତିତସ୍ ପୁସ୍ତକ, ସାଧୁମାନଙ୍କର ପତ୍ରରୁ 2:5 ଏବଂ 7 ଲେଖାଯାଇଛି ଯେ ଆମର ଆଚାର ବ୍ୟବହାରର ମାନଦଣ୍ଡ ହେଉଛି ଆପଣଙ୍କର ବାକ୍ୟ। ତେବେ ସ୍ନେହର ଭାଇ ଭଉଣୀମାନେ, ଏବଂ ବାକ୍ୟ ହେଉଛି ଆମ ଜୀବନର ଶାନ୍ତି ଏବଂ ସାନ୍ତ୍ୱନା। ତେବେ ସ୍ନେହର ଭାଇ ଭଉଣୀମାନେ, ଆମେ ଏ ବାକ୍ୟ ହେଉଛି ଆମ ଜୀବନର କେନ୍ଦ୍ରବିନ୍ଦୁ। ଏ ବାକ୍ୟ ପ୍ରତି ଆମେ ସବୁଦିନ ଆମେ ଯେତେବେଳେ ପାଠ କରିବା ଏବଂ ବାକ୍ୟକୁ ଆମେ ମନନ ଚିନ୍ତନ କରିବା, ଆମ ହୃଦୟରେ ସଞ୍ଚିବା ଏବଂ ସଞ୍ଚିକି ରଖିଲେ ପ୍ରଭୁ ନିଶ୍ଚୟ ସେ ବାକ୍ୟ ହିଁ ଆମମାନଙ୍କୁ ଜୀବନ ଦେବ, ସେ ବାକ୍ୟ ହିଁ ଆମମାନଙ୍କୁ ଆତ୍ମା ଦେବ, ସେ ବାକ୍ୟ ହିଁ ଆମକୁ ଶକ୍ତି ଦେବ, ଆଲୋକ ଦେବ ଏବଂ ସେ ବାକ୍ୟ ହିଁ ଆମମାନଙ୍କୁ ବିଜୟୀ ଦେବ, ଅନନ୍ତ ଜୀବନ ଦେବେ। ତେବେ ସ୍ନେହର ଭାଇ ଭଉଣୀମାନେ, এই ভଲ୍ୟୁମ୍ରେ ଆପଣମାନେ ବାକ୍ୟର ପ୍ରାଧାନ୍ୟ ବିଷୟରେ ଶୁଣିଲେ, ପ୍ରଭୁ ଯୀଶୁ କାହିଁକି ଆସିଥିଲେ, ତାଙ୍କର ବାକ୍ୟ ପ୍ରଚାରର ମୁଖ୍ୟ କାରଣ ଆପଣ ଜାଣିପାରିଲେ ଏବଂ ଆମେ ସେଥିପାଇଁ ଆପଣମାନେ ଗୁଡ୍ ହିୟରିଂ ଦେଇଥିବାରୁ ମୁଁ ବହୁତ ବହୁତ ଧନ୍ୟବାଦ ଦେଉଛି। ସେକେଣ୍ଡ ଭଲ୍ୟୁମ୍ରେ ଆମେ ଶୁଣିବା ପରମେଶ୍ୱର ଆମ ଜୀବନର ସମସ୍ତ ସମସ୍ୟାର ସମାଧାନ ରାସ୍ତା ଯୀଶୁଙ୍କଠାରେ ଅଛି। ଯୀଶୁ ସେହି ବାକ୍ୟ ଦ୍ୱାରା ହିଁ କେମିତି ଆମ ବିଭିନ୍ନ ପ୍ରକାର ପରିସ୍ଥିତିରେ, ବିଭିନ୍ନ ପ୍ରକାର ସମସ୍ୟାରେ ପ୍ରଭୁ ଯୀଶୁ ବାକ୍ୟକୁ ବ୍ୟବହାର କରି ଆମର ସବୁ ସମସ୍ୟାର ସମାଧାନ କେମିତି କରନ୍ତି, ସେ ବିଷୟରେ ଆମେ ଭଲ୍ୟୁମ୍ 2ରେ ଶୁଣିବା। ଆପଣ ଭଲ୍ୟୁମ୍ 1ରେ ଗୁଡ୍ ହିୟରିଂ ଦେଇଥିବାରୁ, ଭଲ ଭାବରେ ଶୁଣିଥିବାରୁ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଦେଲି। ଜୟ ଯୀଶୁ।